ହ୍ୱାଟ୍ର ମାନେ କ'ଣ? ଅବଜେକ୍ଟ, ଆଇଡ଼ିଆ, ଆକ୍ସନ୍ ଏହି ସବୁ କ୍ଷେତ୍ର ମାନଙ୍କରେ ଆପଣ ୟୁଜ୍ କରିପାରିବେ। ଅବଜେକ୍ଟ ମାନେ ବସ୍ତୁ, ଆଇଡ଼ିଆ ମାନେ ବିଚାର, ଆକ୍ସନ୍ ମାନେ କାର୍ଯ୍ୟ, ମାନେ ଆପଣ କିଛି କାମ କରୁଛନ୍ତି ସେଇ କ୍ଷେତ୍ରରେ ଆପଣ ୟୁଜ୍ କରିପାରିବେ। ସାଧାରଣତଃ ଅବଜେକ୍ଟ ମାନେ ବସ୍ତୁ, ସେଇଠି ଆପଣ କ'ଣ ବ୍ୟବହାର କରିପାରିବେ? ଏହି ଜିନିଷଟି କ'ଣ? ହ୍ୱାଟ୍ ଇଜ୍ ଦିସ୍? ସେଠି ଅବଜେକ୍ଟ କ୍ଷେତ୍ରରେ ଆପଣ ବ୍ୟବହାର କରିପାରିବେ। ବିଚାର ମାନେ ଆଇଡ଼ିଆ, ଆପଣଙ୍କର ବିଚାର କ'ଣ? ହ୍ୱାଟ୍ ଏବାଉଟ୍ ୟୁଅର୍ ଆଇଡ଼ିଆସ୍? ଏମିତି ଆପଣ ବ୍ୟବହାର କରିପାରିବେ। ଆକ୍ସନ୍ କାର୍ଯ୍ୟ, ଆପଣ ଯେତେବେଳେ କିଛି କାମ କରୁଛନ୍ତି, ଖେଳୁଛନ୍ତି, ପାଠ ପଢ଼ୁଛନ୍ତି, ଦୌଡ଼ୁଛନ୍ତି, ଚାଲୁଛନ୍ତି, ଏଇସବୁ କ୍ଷେତ୍ରମାନଙ୍କରେ ଆପଣ କ'ଣ କରୁଛନ୍ତି? ହ୍ୱାଟ୍ ଆର୍ ୟୁ ଡୁଇଂ ଏମିତି ବ୍ୟବହାର କରିପାରିବେ। ନେକ୍ସଟ ହ୍ୱାଇର ମାନେ କାହିଁକି? ଏଠି କାରଣ ମାନେ ଆପଣ ପଚାରୁଛନ୍ତି ଏହି ଘଟଣାଟି କାହିଁକି ଘଟିଲା। ସାଧାରଣତଃ ଆପଣ ଉଦାହରଣ ଦେଇପାରିବେ କ'ଣ ନା ଆପଣ କାହିଁକି କାନ୍ଦୁଛନ୍ତି, ତା କାନ୍ଦିବାର ଆପଣ କାରଣ ପଚାରୁଛନ୍ତି, ସେଇଠି ଆମେ ହ୍ୱାଇର ଲଗାଇ ପାରିବା। ୱେନ୍ର ମାନେ କେବେ ବା କେତେବେଳେ, ଏଟା ସାଧାରଣତଃ ସମୟ କ୍ଷେତ୍ରରେ ଆପଣ ୟୁଜ୍ କରିପାରିବେ। ମାନେ ଆପଣ କେତେବେଳେ ଆସିବେ, କେତେବେଳେ ସ୍କୁଲ ଯିବେ, କେତେବେଳେ ଗାଧୋଇବେ, ଏଇସବୁ କ୍ଷେତ୍ରମାନଙ୍କରେ ଆପଣ ବ୍ୟବହାର କରିପାରିବେ। ହ୍ୱେୟାର ମାନେ କେଉଁଠାରେ, ସାଧାରଣତଃ ଗୋଟେ ସ୍ଥାନକୁ ବୁଝାଉଛି। ସ୍ଥାନ କ୍ଷେତ୍ରରେ ଆପଣ ପଚାରିପାରିବେ। କ'ଣ ପଚାରିପାରିବେ ନା ଆପଣ କେଉଁଠାରେ ଅଛନ୍ତି? ହ୍ୱେୟାର ଆର୍ ୟୁ? ଆପଣଙ୍କ ବାପା କେଉଁଠାରେ ଅଛନ୍ତି? କେଉଁଠାରେ ମାନେ କେଉଁ ସ୍ଥାନରେ ଅଛନ୍ତି। ସାଧାରଣତଃ ସେହି କ୍ଷେତ୍ରମାନଙ୍କରେ ହ୍ୱେୟାର ଆପଣ ଲଗାଇ ପାରିବେ। ହାଓ ମାନେ କିପରି ବା କେମିତି ବି ୟୁଜ୍ କରିପାରିବେ। ହୁର ମାନେ କିଏ, ବ୍ୟକ୍ତିକୁ ବୁଝାଇ ପାରିବେ। ଲୋକମାନଙ୍କ କ୍ଷେତ୍ରରେ ଆପଣ ବ୍ୟବହାର କରିପାରିବେ। ସେ କିଏ ବା ସେମାନେ କିଏ, ସେମାନେ ହେଲେ ଗୋଟେ ଲୋକ ହେଲେ ବ୍ୟକ୍ତିକୁ ଆପଣ ବୁଝାଇ ପାରୁଛନ୍ତି। ଲୋକମାନେ ହେଲେ ଅନେକ ଲୋକଙ୍କୁ ବୁଝାଉଛନ୍ତି। ଯେତେବେଳେ ସେମାନେ କିଏ। ହୁମ୍ କାହାକୁ, ପର୍ସନ୍ ବା ପିପୁଲ ମାନେ ବ୍ୟକ୍ତି ବା ଲୋକମାନଙ୍କୁ ବୁଝାଇବ। ହୁଇଚ୍ର ମାନେ କେଉଁଟି ବା କେଉଁଟା ବି ଆପଣ କହିପାରିବେ। ଜିନିଷ କ୍ଷେତ୍ରରେ ଆପଣ ବ୍ୟବହାର କରିପାରିବେ। ସାଧାରଣତଃ ଉଦାହରଣ ଆପଣ ଦେଇପାରିବେ। ସପୋଜ ଆପଣ ଦୋକାନକୁ ଯାଇଛନ୍ତି, ଦୋକାନୀ ଆପଣଙ୍କୁ ଦୁଇଟା ଜିନିଷ ଦେଖାଇଲା। ଏଇ ଜିନିଷଟା ଭଲ ଦେଖାହେଉଛି ନା ସେଇ ଜିନିଷଟା ଭଲ ଦେଖାହେଉଛି, ମାନେ ଏଇଟା ନା ସେଇଟା, କେଉଁଟା ଭଲ ଦେଖାହେଉଛି, କେଉଁଟା, ଦୁଇଟା ଅପସନ୍ ଯେତେବେଳେ ଆପଣ ଦେବେ, ଏଇଟା ଭଲ ଲାଗୁଛି ନା ସେଇଟା ଭଲ ଲାଗୁଛି, ସେତେବେଳେ ଆପଣ କେଉଁଟି ବା କେଉଁଟାର ବ୍ୟବହାର କରିପାରିବେ ହୁଇଚ୍। ହ୍ୱାଟ୍ ଏଲ୍ସ ଆଉ କ'ଣ। ଏଠୁ ହ୍ୱାଟ୍ ଟାଇମ୍ କେତେବେଳେ ବା କେଉଁ ସମୟରେ। ସାଧାରଣତଃ ୱେନ୍ର ମାନେ ଯାହା, ଆପଣ ଏଟା ବି ସେମିତି ବ୍ୟବହାର କରିପାରିବେ। ଆପଣ କେତେବେଳେ ଆସିବେ ବା କେତେବେଳେ ପହଞ୍ଚିବେ, ସେହି ସବୁ କ୍ଷେତ୍ରମାନଙ୍କରେ ଆପଣ ଏଠି ୟୁଜ୍ କରିପାରିବେ। ୱିଥ୍ ହୁମ୍ କାହା ସହିତ, ଆପଣ କାହା ସହିତ ମାର୍କେଟ ଯାଇଥିଲେ, କାହା ସହିତ, ସେହି କ୍ଷେତ୍ରରେ କାହା ସହିତ ବ୍ୟବହାର କରିପାରିବେ ୱିଥ୍ ହୁମ୍। ହାଉ ଅଫନ୍ ମାନେ କେତେ ଥର। ସାଧାରଣତଃ ଆପଣ କେମିତି ପଚାରିପାରିବେ କି ଆପଣ ଦିନରେ କେତେ ଥର ପ୍ରେୟାର କରନ୍ତି, କେତେ ଥର। ଆପଣ ସପ୍ତାହକୁ କେତେ ଥର ମନ୍ଦିର ଯାଆନ୍ତି, କେତେ ଥର, ସେମିତି ଆପଣ ୟୁଜ୍ କରିପାରିବେ। ଏବାଉଟ୍ ହୁମ୍ କାହା ବିଷୟରେ। ବାଇ ହୁମ୍ କାହା ଦ୍ୱାରା ବା ଯାହା ଦ୍ୱାରା ବି ଲଗାଇ ପାରିବେ। ୱିଦାଉଟ୍ ହୁମ୍ କାହା ବିନା। ଟୁୱାର୍ଡସ୍ ହୁମ୍ କାହା ଆଡ଼କୁ ବା କାହା ପାଖକୁ। ଟୁୱାର୍ଡସ୍ ମି, ଟୁୱାର୍ଡସ୍ ୟୁ ସେମିତି ଆପଣ ବ୍ୟବହାର କରିପାରିବେ। ମୋ ଆଡ଼କୁ ଟୁୱାର୍ଡସ୍ ମି, ଟୁୱାର୍ଡସ୍ ୟୁ ତୁମ ଆଡ଼କୁ, ସେମିତି ଆପଣ ବ୍ୟବହାର କରିପାରିବେ। ଫର୍ ହ୍ୱାଟ୍ ଫର୍ ହ୍ୱାଟ୍ ପର୍ପଜ୍ ଏ ସବୁଥିର ମାନେ ହେଲା କ'ଣ ପାଇଁ। ହ୍ୱାଟ୍ ଟାଇପ୍ ଅଫ୍
ହ୍ୱାଟ୍ କାଇଣ୍ଡ ଅଫ୍, ଆଉ ଗୋଟେ ହେଲା ହ୍ୱାଟ୍ ସର୍ଟ ଅଫ୍। ଇଏ ତିନିଟାର ମାନେ ସବୁ ସମାନ। ହ୍ୱାଟ୍ ଟାଇପ୍ ଅଫ୍ର ମାନେ କେଉଁ ପ୍ରକାରର, ହ୍ୱାଟ୍ କାଇଣ୍ଡ ଅଫ୍ର ମାନେ କେଉଁ ଭଳି ବା କେଉଁ ପ୍ରକାରର, ହ୍ୱାଟ୍ ସର୍ଟ ଅଫ୍ର ମାନେ ବି ସେଇ କେଉଁ ପ୍ରକାରର। ହାଉ ମେନି ମାନେ କେତେ, ହାଉ ମେନି ମାନେ କେତେ ସାଧାରଣତଃ ଆପଣ ୟୁଜ୍ କରିପାରିବେ ଯେଉଁ କାଉଣ୍ଟେବୁଲ୍ ନାଉନ୍ କ୍ଷେତ୍ରରେ, ଆପଣ ଯେଉଁଠି ଗଣି ପାରିବେ। ଆପଣଙ୍କ ପାଖରେ କେତେଟା ବହି ଅଛି, ଆପଣଙ୍କ ପାଖରେ କେତେଟା ପେନ୍ ଅଛି, ବହିକୁ ତ ଆପଣ ଗଣିପାରିବେ, ପେନ୍କୁ ତ ଆପଣ ଗଣିପାରିବେ। ବାସ୍ ସେହି କ୍ଷେତ୍ରମାନଙ୍କରେ ଆପଣ ଲଗାଇ ପାରିବେ ହାଉ ମେନି। ହାଉ ମେନି ପିପୁଲ୍ କେତେ ଜଣ ଲୋକ, ସେଠି ହାଉ ମଚ୍ ଲଗାଇବେନି, ହାଉ ମେନି ଲଗାଇବେ। କାହିଁକି ନା ଲୋକମାନଙ୍କୁ ତ ଆପଣ ଗଣି ବି ପାରିବେ। ହାଉ ମେନି ପିପୁଲ୍ ମାନେ କେତେ ଜଣ ଲୋକ। ହାଉ ମେନି ଅଫ୍ ୟୁ ତୁମ ମଧ୍ୟରୁ କେତେ ଜଣ। ହାଉ ମେନି ଅଫ୍ ସଚ୍ ପିପୁଲ୍ ଏହିପରି କେତେ ଲୋକ। ହାଉ ମଚ୍, ହାଉ ମେନିର ମାନେ ଯାହା, ହାଉ ମଚ୍ର ମାନେ ସେଇଆ। ହାଉ ମେନିଟା କାଉଣ୍ଟେବୁଲ୍ ନାଉନ୍ କ୍ଷେତ୍ରରେ ଲଗାଇ ପାରିବେ, ଯେଉଁଠିକି ଆପଣ ଗଣିପାରିବେ ଯେକୌଣସି ଜିନିଷ ହେଉ, ବ୍ୟକ୍ତି ହେଉ, ଆପଣ ସେଇ କ୍ଷେତ୍ରରେ ୟୁଜ୍ କରିପାରିବେ। ହାଉ ମଚ୍ର ମାନେ ବି ସେଇଆ, କିନ୍ତୁ ଅନକାଉଣ୍ଟେବୁଲ୍ ନାଉନ୍ କ୍ଷେତ୍ରରେ ୟୁଜ୍ କରିପାରିବେ, ଯେଉଁଠିକି ଗଣିପାରିବେନି ଆପଣ। କିଛି ଲିକ୍ୱିଡ଼ ଜିନିଷ ହେଲା ସେଇ କ୍ଷେତ୍ରମାନଙ୍କରେ ଆପଣ ବ୍ୟବହାର କରିପାରିବେ, ଗଣିପାରିବେନି ଯେଉଁଠି। ହାଉ ମଚ୍ ସୁଗାର କେତେ ଚିନି, ଏଠି ହାଉ ମେନି ଲଗାଇବେନି, ହାଉ ମଚ୍ ସୁଗାର, ସୁଗାରକୁ ତ ଆପଣ ଗଣି ବି ପାରିବେନି। ହାଉ ମେନି କିଲୋଗ୍ରାମ୍ସ ଅଫ୍ ସୁଗାର, ଆପଣ ଏଠି ଡାଉଟ୍ରେ ପଡ଼ିବେନି। କାହିଁକି ନା ହାଉ ମଚ୍ ସୁଗାର, ହାଉ ମେନି କିଲୋଗ୍ରାମ୍ସ ଅଫ୍ ସୁଗାର, ଏଇଠି କିଲୋଗ୍ରାମ୍ସ ଅଫ୍ ସୁଗାର କୁହାଯାଉଛି, କେବଳ ସୁଗାର ନୁହେଁ। କେତେ କିଲୋ ବା କେତେ କେଜି ସୁଗାର ଆପଣ ଆଣିଲେ, ସେଇ କ୍ଷେତ୍ରରେ ଆପଣ ୟୁଜ୍ କରିପାରିବେ। ହାଉ ମେନି ସୁଗାର ଗ୍ରେନ୍ସ କେତେ ଚିନି ଦାନା, ଏଠି ହାଉ ମଚ୍ ଲଗାଇବେନି, କେବଳ ଯଦି ପଚାରିପାରିବେ କେତେ ଚିନି ଅଛି ସେଇଠି ଲଗାଇପାରିବେ କେବଳ ହାଉ ମଚ୍। ଯେତେବେଳେ କିଲୋଗ୍ରାମ କଥା ପଚାରିବେ କେତେ କେଜି ଚିନି ଅଛି ବା କେତେ ଚିନି ଦାନା ଅଛି, ସେଇ କ୍ଷେତ୍ରରେ ମେନି ଲଗାଇକି ଆପଣ ୟୁଜ୍ କରିବେ। ହାଉ ମେନି ସୁଗାର ଗ୍ରେନ୍ସ କେତେ ଚିନି ଦାନା ଅଛି, ଯେତେବେଳେ ଅଳ୍ପ ପରିମାଣର ଚିନି, ମନେକର ଆପଣଙ୍କ ପାଖରେ 3-4ଟି ଦାନା ଚିନି ଦାନା ଅଛି, 3-4ଟି ଦାନା ତ ଆରାମସେ ଗଣି ବି ପାରିବେ, ସେଥିପାଇଁ ମଚ୍ ଲାଗିଲାନି, ମେନି ଲାଗିଲା। ହାଉ ମେନି ସୁଗାର ଗ୍ରେନ୍ସ, ଖାଲି ସୁଗାର ଲାଗିଲେ ହାଉ ମଚ୍ ସୁଗାର କରିବେ। ହାଉ ମେନି ରାଇସ୍ ଗ୍ରେନ୍ସ କେତେ ଚାଉଳ ଦାନା, ସେମିତି ହାଉ ମଚ୍ ଏଠି ଲଗାଇବେନି, ହାଉ ମେନି, କାହିଁକିନା ଚାଉଳ ଦାନା କଥା ଆପଣ ପଚାରୁଛନ୍ତି, ଚାଉଳ କଥା ନୁହେଁ, ଅଳ୍ପ ପରିମାଣର ଅଛି ଯାହାଫଳରେ ଆପଣ ଗଣି ପାରିବେ ଚାଉଳ ଦାନାକୁ। ହାଉ ମଚ୍ ୱାଟର କେତେ ପାଣି, ପାଣିକୁ ଆପଣ ଗଣି ପାରିବେନି, ସେଥିପାଇଁ କି ହାଉ ମଚ୍ ଲାଗିଲା। ହାଉ ମେନି ଗ୍ଲାସେସ୍ ଅଫ୍ ୱାଟର, ଏଇଠି କେତେ ଗ୍ଲାସ୍ ୱାଟର ଅଛି ଆପଣଙ୍କ ପାଖରେ, ଏଠି କେତେ ଗ୍ଲାସ୍ ଆପଣ ତ କାଉଣ୍ଟ କରିପାରିବେ, ଗଣିପାରିବେ କେତେ ଗ୍ଲାସ୍ ପାଣି ଅଛି, 3 ଗ୍ଲାସ୍ 4 ଗ୍ଲାସ୍ 5 ଗ୍ଲାସ୍ ଆରାମସେ ଗଣିପାରିବେ। ସେଠି ହାଉ ମଚ୍ ନ ଲାଗିକି ହାଉ ମେନି ଲାଗିଲା। ସେମିତି ହାଉ ମେନି ଲିଟର୍ସ ଅଫ୍ ୱାଟର କେତେ ଲିଟର ପାଣି, ହାଉ ମେନି ଲିଟର୍ସ ଅଫ୍ ୱାଟର ମାନେ ହେଲା କେତେ ଲିଟର ପାଣି, ଏଠି କେତେ ଲିଟର ପାଣି ଅଛି ପଚରା ଯାଇଛି। ହାଉ ମେନି ଲିଟର୍ସ ଅଫ୍ ୱାଟର। ଟିଲ୍ ହ୍ୱାଟ୍ ଟାଇମ୍ କେଉଁ ସମୟ ପର୍ଯ୍ୟନ୍ତ। ବାଇ ହ୍ୱାଟ୍ ଟାଇମ୍ କେବେ ସୁଦ୍ଧା ବା କେତେବେଳେ ସୁଦ୍ଧା, ଆପଣ କେତେବେଳେ ସୁଦ୍ଧା ଆସି ପହଞ୍ଚି ପାରିବେ, କେବେ ସୁଦ୍ଧା ଆସି ପହଞ୍ଚି ପାରିବେ, ସେଠି ଆପଣ ୟୁଜ୍ କରିପାରିବେ ବାଇ ହ୍ୱାଟ୍ ଟାଇମ୍। ସିନ୍ସ ୱେନ୍, ଫ୍ରମ୍ ୱେନ୍, ଫର୍ ହାଉ ଲଙ୍ଗ୍, ଏସବୁଥିର ମାନେ ହେଲା କେବେଠାରୁ, ଆପଣ ମୋତେ କେବେଠାରୁ ଜାଣନ୍ତି, ବାସ୍ ସେଇ କ୍ଷେତ୍ରରେ ଆପଣ ୟୁଜ୍ କରିପାରିବେ କେବେଠାରୁ। ଫ୍ରମ୍ ହ୍ୱେୟାର କେଉଁଠାରୁ, ଏଠି ସ୍ଥାନକୁ ବୁଝେ, କେଉଁ ସ୍ଥାନଠାରୁ, କେଉଁଠାରୁ ମିନ୍ସ କେଉଁ ସ୍ଥାନଠାରୁ। ଅନ୍ଟିଲ୍ ହ୍ୱେନ୍ କେତେବେଳେ ପର୍ଯ୍ୟନ୍ତ।
ଫର୍ ହ୍ୱାଟ୍ ବା ହ୍ୱାଟ୍ ଫର୍ କ'ଣ ପାଇଁ। ହାଉ ଓଲ୍ଡର ଅର୍ଥ ହେଲା କେତେ ପୁରୁଣା ବା କେତେ ବୟସ। ଆପଣ ପଚାରିପାରିବେ ଏଇ ଜିନିଷଟି କେତେ ପୁରୁଣା, ସେଇଠି ପୁରୁଣା ହାଉ ଓଲ୍ଡ ୟୁଜ୍ କରିପାରିବେ। ଆଉ ଆପଣ ଯେତେବେଳେ ଯାହାକୁ ଗୋଟେ ବୟସ ପଚାରିବେ ତୋର ବୟସ କେତେ, ସେଇଠି ଆପଣ ୟୁଜ୍ କରିପାରିବେ ହାଉ ଓଲ୍ଡ ବି ୟୁଜ୍ କରିପାରିବେ। ହାଉ ଓଲ୍ଡ ଆର୍ ୟୁ ସେଇଠି ଆପଣ ୟୁଜ୍ କରିପାରିବେ। ହାଉ ଫାର୍ ମାନେ କେତେ ଦୂର। ସ୍କୁଲଠୁ ତୁମ ଘର କେତେ ଦୂର, କେତେ ଦୂର। ସ୍କୁଲଠୁ ହସ୍ପିଟାଲ କେତେ ଦୂର, ସେଇ କ୍ଷେତ୍ରରେ ଆପଣ ୟୁଜ୍ କରିପାରିବେ ହାଉ ଫାର୍। ହ୍ୱାଟ୍ ଅଲ୍ କ'ଣ ସବୁ। ହ୍ୱେନ୍ ଆଣ୍ଡ ହ୍ୱାଇ କେବେ ଏବଂ କାହିଁକି। ହ୍ୱେର୍ ଅଲ୍ କେଉଁଠାରେ ସବୁ। ହାଉ କମ୍ କିପରି। ହ୍ୱାଟ୍ ଟାଇପ୍ ଅଫ୍ ପିପଲ୍ କେଉଁ ପ୍ରକାରର ଲୋକ। ହ୍ୱାଟ୍ କାଇଣ୍ଡ ଅଫ୍ ପିପଲ୍ କିଭଳି ଲୋକ ବା କି ପ୍ରକାର ଲୋକ ବି ୟୁଜ୍ କରିପାରିବେ। ହୁ ଅଲ୍ କିଏ ସମସ୍ତେ, କେଉଁମାନେ। ଆପଣ କହିପାରିବେ କି ଆପଣ ଆସିଲେ, ଆଉ କିଏ ସବୁ ଆସିଲେ, ମାନେ ଆଉ କିଏ, କିଏ ସମସ୍ତେ, ସେଇ କ୍ଷେତ୍ରରେ ୟୁଜ୍ କରିପାରିବେ ହୁ ଅଲ୍। କିଏ ସବୁ ହାଉ ଗୁଡ୍ର ମାନେ ହେଲା କେତେ ଭଲ। ହାଉ ସୁନ୍ର ମାନେ କେତେ ଶୀଘ୍ର। ଇନ୍ ହ୍ୱାଟ୍ ୱେ କେଉଁ ଉପାୟରେ। ହ୍ୱାଟ୍ ଏଭର୍ ହ୍ୱାଟ୍ ସୋ ଏଭର୍ ଏ ଦୁଇଟାର ମାନେ ଯାହା ବି ହେଉ ଆପଣ ୟୁଜ୍ କରିପାରିବେ। ହ୍ୱେନ୍ ଏଭର୍ ହ୍ୱେନ୍ ସୋ ଏଭର୍ ଯେବେ ବି ଯେତେବେଳେ ବି ହେଉ। ହୁମ୍ ଏଭର୍ ହୁମ୍ ସୋ ଏଭର୍ ଯିଏ ବି ହେଉ। ହ୍ୱେର୍ ଇନ୍ ଯେଉଁଥିରେ। ହ୍ୱାଇ ସୋ କାହିଁକି ଏପରି। ଫ୍ରମ୍ ହ୍ୱିଚ୍ ଅଫିସ୍ କେଉଁ କାର୍ଯ୍ୟାଳୟରୁ ବା କେଉଁ ଅଫିସରୁ। ଫର୍ ହୁଜ୍ ଅଫିସ୍ କାହା କାର୍ଯ୍ୟାଳୟ ପାଇଁ। ଫର୍ ମାନେ ପାଇଁ, ଏଠି କାହାର ତ ଆପଣ ଜାଣିଛନ୍ତି ଅଫିସ୍। ଫର୍ ହୁଜ୍ ଅଫିସ୍ କାହା କାର୍ଯ୍ୟାଳୟ ପାଇଁ। ଟୁୱାର୍ଡସ୍ ହ୍ୱିଚ୍ ଅଫିସ୍ କେଉଁ କାର୍ଯ୍ୟାଳୟ ଆଡ଼କୁ। ଟୁୱାର୍ଡସ୍ର ମାନେ ଏଠି ଆଡ଼କୁ, ହ୍ୱିଚ୍ ଅଫିସ୍ କେଉଁ ଅଫିସ୍ ଆଡ଼କୁ ବା କେଉଁ କାର୍ଯ୍ୟାଳୟ ଆଡ଼କୁ। ଇନ୍ ହ୍ୱିଚ୍ ରୁମ୍ କେଉଁ କୋଠରୀରେ ବା କେଉଁ ରୁମ୍ରେ। ଇନ୍ ହ୍ୱାଟ୍ ସିନାରିଓ କେଉଁ ପରିସ୍ଥିତିରେ, ବା ଆମେ ଏଠି ସିନାରିଓ ବଦଳରେ ସିଚୁଏସନ୍ ବି ଲଗାଇ ପାରିବା। ଇନ୍ ହ୍ୱାଟ୍ ସିଚୁଏସନ୍ କେଉଁ ପରିସ୍ଥିତିରେ। ଆଜିର ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ବକ୍ସରେ ଜଣାନ୍ତୁ। ଯଦି ବି ଭଲ ଲାଗିଲା ଆଜିର ଭିଡ଼ିଓଟି ତାହେଲେ ଲାଇକ୍ କରନ୍ତୁ। ଆଉ କିଛି ଯଦି ଡାଉଟ୍ ରହିଲା, ବୁଝିବାରେ ଯଦି କିଛି ଅସୁବିଧା ହେଲା ତାହେଲେ କମେଣ୍ଟ ସେକ୍ସନରେ ଜଣାନ୍ତୁ। ଟ୍ରାଏ କରିବେ ଆପଣଙ୍କ ଡାଉଟ୍ କ୍ଲିୟର କରିବା ପାଇଁ। ଥ୍ୟାଙ୍କ୍ସ ଫର୍ ୱାଚିଂ।